କଥା ତୁ କିଏ ତୋ ମନକୁ ତମେ ଏଠି ମେଦବାଦି କରିବ? ହଁ ଆମେ କରିବୁ। କାଇଁ କରିବ ମ? ତମେ କହୁନା କଣ କହିବା? ଦେଖ ରଚନା ତୋତେ ମୁଁ ଏଇଥରକ ଲାଷ୍ଟ ସୁଯୋଗ ଦେବି। ଆପରେ ଯଦି ତୁ କିଛି ଭୁଲଭାଲ କାମ କରିବୁ ଟୋଟାଲ ତ ମୁହଁକୁ ମୁଁ ତମର ଯାଉଥିଲି ସାର୍ ବଜାର ଆଡେ ଯାଉଥିଲି ବୁଲିବାକୁ। ତମେ ମତେ ଡାକି ଏଠି କାମରେ କାଇଁ ପୁରଉଛ କହିଲ? ଭୋକଟା 2-3 ଦିନ ଭିତରେ ଏଠୁ କୁଟା ଉଠିବ। କଣ ହବ କଣ? ଆବେ ସେକରେ ଗୋଟା ଘର ହବ, ଏକରେ ଗୋଟା ଘର ହବ। ମୁଁ ସେକରେ ବସିବି, ତୁ ଏକରେ ବସିବି। କଣ ବେପାର କଣ? ଆବେ ବେପାର କଣ? ମୁଁ ସେକରେ ବିକିବି ଘୁମା, ତୁ ଏକରେ ବିକିବୁ ଚାକେଣା। ଗୁମା? ଆବେ ଯୋଉ ଦେଶୀ ଓ ଦେଶୀ ଗୁମା କଥା କହୁଛ? ନାଇଁ ନାଇଁ ତମେ ବିକିବ ଏଠି ଚାକେଣା ବିକିବ, ମୁଁ ବସିକି ଏଠି ବିକିବି ଗୁମା। ତୁ ମୁହଁକୁ ମାରିବ ତତେ ଲୋକାଲ ପିଲା ଯଦି ଆସିବେ। ମୋର ବା ସବୁ ସାଙ୍ଗସାଥି ଚିହ୍ନା ଅଛନ୍ତି। ତୁ ବା ସେଠି ପିଇ ଦବୁ, ବୁଝିପାରୁଛୁ କଣ ନା? ଆମେ ତୁ ପିଇ ଦବୁ କେତେବେଳେ, ମୁଁ କଣ ତତେ ଭରସା ଅଛି ତୋ ଉପରେ? ଆଉ ତମେ ନଥବ ଏଠି ଦାୟିତ୍ୱ ନବ କିଏ? ମୋର ଟିକେ ପଦେ କଥା ବୁଝେଇଲ। ଆରେ ତୁ ଦାୟିତ୍ୱ ନବୁ ତା ବୋଲି କଣ ମୋରି ପଟିଟାକୁ ମାରିବୁ? ବାବା ଏଠି ପାଖରେ ପୁଣି ସ୍କୁଲ ହେରିକା ଅଛି, ଏଠି ପୁଣି ପାଖରେ ଗାଁ ଅଛି। ଆମର ତ ଘରେ ବିକ୍ରି ହେଇଯାଉଥିଲା, ତମେ ନଥିଲା ବେଳେ ବୋଉ ଦେଉଥିଲା, ବୋଉ ନଥିଲା ବେଳେ ମୁଁ ଦେଇଉଥିଲା। ଆମର ଗୋଟେ ଚୋରା ଚାଲିଥିଲା ଚୁପଚାପ। ଯିଏ ଯା ନେଇଗଲା ସେ ତାର କୋଉଠି ଗାଁରେ ପିଇ ପଡିଲା, ଆମର ସେଠି କିଛି ଟେନସନ ନାହିଁ। ଆଉ ତମେ ଖାଲି ଏଇଠି ଆଣି ବେପାର କରିବା କଥା କହୁଛ। ଏଠି ମୁଁ କେତେ କାଗଜ ପତ୍ର କାମ କରି ପଇସା ପତ୍ର ଖର୍ଚ୍ଚ କରି ମୁଁ ଏଠି ପୁରା ପରମାନେଣ୍ଟ ବସେଇଦେବି, ବୁଝିପାରୁଛୁ? ତୁ ସେଠି କହୁଥିଲୁ ଷ୍ଟେସନାରୀ ଦୋକାନ କରିବାକୁ। ଷ୍ଟେସନାରୀ ଦୋକାନରେ କେତେ ପଇସା ଲାଭ ହୋଇଥାଏ? ନାଇଁ ଏଇଟା ଲାଭ ହବ ଭଲ ନା। ଆଉ ଏଥିରେ ଲାଭ ହବ ହଇଛୁ। ଏଇଟା ଖୋଲା ଜାଗାଟା ପୁରା ରହିଲା, ବୁଝିପାରୁଛୁ? ସେକର ହେଇଯାକ ପଡିଆଟା ରହିଲା, ତା ସେକରକୁ ନଈ ରହିଲା। ଯେତେବେଳେ ଲୋକଙ୍କୁ ନିଶା ହେଇଯିବ, କାହାକୁ କେତେବେଳେ ଝାଡା ମାଇଲା, କାହାକୁ ବାନ୍ତି କଲା, ପଡିଆରେ ଯାଇ କରିବେ, ଯାଇକି ନଈରେ ଯାଇକି ସହଜି ହେବେ। ତାଙ୍କର ଯେଝା ବାଟରେ ଯେଝା ଚାଲିଲେ। ମୁଁ ତାହେଲେ ଠିକ ବୁଝିଲି। କାହିଁ ମୁଁ ଏ ଜାଗା ଖୋଲା ଜାଗାଟା ନେଇଛି ତୁ କଣ ଜାଣିପାରୁନୁ? ଠିକ ଅଛି। ତାହେଲେ ଆର ଗୋଡି ବାଲି ପକେଇବା ବ୍ୟବସ୍ଥା କଣ କର? କୁଟାଟା ଉଠିଗଲେ ତାକୁ ଫୋନ କଲେ ସିଏ ଆଣିକି ପକେଇବ। ଆଉ ତୁ ବ୍ୟସ୍ତ କାହିଁ ହଉ? ହଉ ଠିକ ଅଛି। ଆଉ କିନ୍ତୁ ହେଇ ଦେଖେ ଭୁଲ ଭାଲ କାମ ଯେମିତି ନ କରୁ। ବାପାର ଯେମିତି ଚିତା ନ କାଟୁ ଜମା। ବାପା ମୁଁ ସେ ଭୁଲ କାମ କେବେ ବି କରିବିନି। ଆଉ ଯେତେବେଳେ ମୁଁ ନଥିବି ଭୁଲରେ ବି ଯେମିତି ଯେମିତି ନ ନଉ। ସେଗୁଡା ମୁଁ ଇଏ କରେ। ଦେଖିଛ କୋଉ ଦେଖିଛ? ମୁଁ ଇଏ କରେ ଟୋଟାଲି। ନହେଲେ ମୁଁ ଯାଉଛି ତୁ ଏଇଠି ଥା, ମୁଁ ଯାଉଛି। କୁଟା ଫୁଟା କେମିତି ଉଠିବ ନହେଲେ ଗୋଟେ ଗାଟେକି ଫୋପାଡ଼ି ଦେ। ମୁଁ ଟିକେ ଆଉଛି ହେଲା। ଚଇତା ପକ୍ଷୀରା କଣ ଇଆଡେ ଆଇଲେ? ମୁଁ କାହିଁ ତାକୁ ଡାକିବି? ମୁଁ ଜାଣି ଆମ କଥା କାଳେ ସେଠି ଶୁଣିଦେଲେ କି? ତୁ କିଛି କହିବୁନି ସେ ବିଷୟରେ କିଛି। ଯାହା କଥା ମାମୁଁ ନମସ୍କାର। ହଁ ନମସ୍କାର। ଆଉ କଣ ମୁଗ ପଡିବ ନା କଣ? ହଁ ପଡିବ ଯେ, ମୁଁ ବା ଟିକେ ବିଲକୁ ଆଇଥିଲି ବୁଲିବାକୁ। ମେସିନ କାଟି ନଥିଲା ଧାନ, ସେ ସବୁ କେଡେ କେଡେ କଣ୍ଟା ରଖିଛି ମୁଁ ଦେଖିବାକୁ ଆଇଥିଲି। ସେଇ ଜାଗାରେ କୁଟା ଫୁଟା ଗୋଟା ହେଲା, ପଡିବ ମୁଗ ପଡିବ। ଆଉ ବିଲ ତ ଠିକିରି ଗଲାଣି। ପାଣି ମଡା ହବ, ମଟରରେ ପାଣି ମଡା ହବ, ପଡିବ। ତମେ ବା ଦାଦା କଣ କଥା ହଉଥିଲ, ଆମେ ଏଠି ଶୁଣୁଛୁ ପିଣ୍ଡି ଉପରେ ବସିକି। ତମେ ଏଠି କଣ ଗୁମା ଦୋକାନ ଯୋଉ ଦେଶୀ ଭାଟି କରିବ କୁଆଡେ ଲାଇସେନ୍ସ ତମକୁ ମିଳିଛି? ନାଇଁ କଣ କହୁଛ? ମିଛ କଥା ଏରା କହୁଛ, ତମ ପାଟିକି ଶୋଭା ପାଉଛି? ଗୁମା? ହଁ ସେଗୁରା କଣ? ଏ ଯୋଉ ଦେଶୀ 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 ମୁଁ କଣ ସେଗୁରା ଲାଇସେନ୍ସ କଣ ଦେଶୀ କଣ ସେଗୁରା କାଇଁ ମୁଁ ଯିବି? ଏଗୁରା ଆମେ ବା ମାମୁଁ ଯାଇଥିଲୁ ତହସିଲ ଅଫିସରେ, ତମ ନାଁ ଲେଖା ହେଇଛି ସେଠି। କୋଉଠି? ତହସିଲ ଅଫିସରେ ଯୋଉ ଲିଷ୍ଟ ବାହାରିଛି କାହାକୁ କାହାକୁ ଲାଇସେନ୍ସ ସବୁ ଦିଆହେଇଛି। ସରକାର କାହାକୁ କାହାକୁ ଲାଇସେନ୍ସ ଦେଇଛନ୍ତି, ସେଠି ଗୋଟେ ଲିଷ୍ଟ ମରା ହେଇଛି। ଆଜି ଆମେ ତହସିଲ ଅଫିସ ଯାଇଥିଲୁ, ଦେଖିଲୁ ତୁମ ନାଁ 1 ନମ୍ବରରେ ଅଛି। କଣ ମୋ ନାଁ ଲେଖା ହେଇଛି? ବାବା ସ୍ୱାଇଁ? ଜାହାଙ୍ଗୀରାବାଦର ବାବା ସ୍ୱାଇଁ। ଆଉ କିଏ ହେଇଥାଉ? ଆଉ କିଏ? ଜାହାଙ୍ଗୀରାବାଦର ତ ଗୋଟିଏ ଲୋକ ବାବା ସ୍ୱାଇଁ, ଆଉ କିଏ? ମାମୁଁ ତମେ ସବୁବେଳେ କାହିଁକି ଏମିତି ଫାଙ୍କି ଦଉଛ ସବୁ କଥାକୁ? ହଉ ମୁଁ ଆଇଲି ବେପାର ହେଲେ ହବ। କଣ ଅସୁବିଧା କଣ ହେଲା? ଅସୁବିଧା କଣ? ଏଇଠି ସ୍କୁଲ ଛୋଟିଆଟା ଗୋଟେ ଛୁଆ ଗୁରା ପଢୁଛନ୍ତି, ଏଇଠି କଲେଜଟା, ଏଇଠି 1 କିଲୋମିଟର ଯୋଉ ଇଏଟା ଆମର ମେଡିକାଲଟା। ଏଠି ସବୁ କଣ ପିଲା ଶିଖିବେ କହିଲ? ଗୋଟେ ଦେଖୁଛ ସେ ଆର ଗାଁରେ ଗୋଟେ 29 ବର୍ଷର ଟୋକାଟା, ଯବାନ ଟୋକାଟା, ତାର ଆଜି 9 ବୋଧେ। ନାଇଁ କାଲି 9 ଆଜି 10। ଏଇ ଗୁମା ପିଇ ପିଇକା ସେ ମରିଗଲା। ତମର କିଛି ସରକାରଙ୍କ ଉପରେ ତମର କିଛି ଜ୍ଞାନ ଅଛି ନା ନାଇଁ? ସେ ଯୋଉ ରୁଲ୍ସ ଯୋଉ ବାହାର କରୁଛ ସେ ସବୁ ବିଷୟରେ କିଛି ଜ୍ଞାନ ଅଛି ନା ନାଇଁ? ଆମେ ଜାଣିଛୁ ରୁଲ ଅଛି, 100 ମିଟର ଦୂରରେ ତମେ କରିପାରିବ। ମୁଁ ବା କଲି 2 କିଲୋମିଟର ଭିତରେ ଆସିକି କଲି। ଏଠି ଯୋଉ କହୁଛ ସ୍କୁଲ ବା ଏଠୁ ହେଲାଣି 1.5 କିଲୋମିଟର ଉପରେ ହବ ବୋଧେ। ଆଉ ସେକରେ ଯୋଉ କହୁଛ ମେଡିକାଲ ବା ବୋଧେ 3 କିଲୋମିଟର ଖଣ୍ଡେ ହବ। ତୁ 1 କିଲୋମିଟର କଣ କହୁଛୁ? ତା ବୋଲି ତମ ଗାଁ ମଝିରେ କରିବ? ଆଉ ଏଇଟା ଠିକ କଥା? ଠିକ କଥା କହୁଛି। ଏଇ ପଇସାରୁ ବା ଅବିକା ଓଡିଶା ଚାଲିଛି, ଜାଣିପାରୁନ? ଓଡିଶା ଚାଲିଛି ବୋଲି ଗାଁ ଭିତରଟାରେ କରିବ? ଦାଦା ଏଇଟା ତମେ ଗୋଟେ ଭାବିଲ, ତମେ ଗୋଟେ ଏତେ ବଡ ବୟୋଜ୍ୟେଷ୍ଠ ଲୋକ, ଆମେ ତମକୁ ବୁଝେଇବୁ?
ଫକୀର ଭାଇ ତମେ ଯାଇ ମୁଁ ଦେଖୁ ତମେ ବହୁତ ସବୁବେଳେ ଚଢି କଥାବାର୍ତ୍ତା କରୁଛ ମୋ ବାପା ସାଙ୍ଗରେ ମୁଁ ଦେଖୁଛି ବହୁତ ଟାଇମ ଦେଖିଲିଣି ତମେ ବାଜ୍ୟ ବାଜ୍ୟ କଥା କଥା କିଛି ବୁଝିଛ କଣ ତୁ କଣ ବୁଝଉଛୁ ଆମକୁ କଣ ତୁ ବୁଝଉଛୁ ସେଇଥର କହିବି ଆମେ ତୋ ସହିତ କଥା ହଉଛୁ ମୋ ବାପା ସାଙ୍ଗରେ କଥା ହଉଛ ତୋ ମନକୁ ତମେ ଏଠି ମଦବାଡ଼ି କରିବ ହଁ ଆମେ କରିବୁ କାଇଁ କରିବ ତମେ କହୁନ କଣ କହିବ ବାପା କହିବ ବାପା କଣ କହିବ ମାମୁଁ ଏ ଭଲ କାମ ହଉନି ଆମରି ଛୋଟ ଛୋଟ ଛୁଆ ମାନେ ଆମରି ବାପା ଭାଇ ମାନେ ଏଇମାନେ ଚଳପ୍ରଚଳ ହଉଛନ୍ତି ତମେ କୋଉ ହିସାବରେ ମଦ ବାଟି ଏଠି କରୁଛ ଫକୀରା ବୁଝା ଦାଦାଙ୍କୁ ବୁଝା ନାଇଁ ଭଲ ହବନି ଏଠି ଆମେ ଆନ୍ଦୋଳନ କରିବୁ ତମେ ଜାଣିନ ଆମକୁ ଆମେ ଯେତିକି ଭଲ ସେତିକି ଖରାପ ଶୁଣ ତମେ ଯାଅ ତମେ ଯୋଉ କୁଟା ନହେଲେ ନେଇଯିବ ମାସକୁ 5,000 ନାଇଁ ନାଇଁ ଆମର ପଇସା ପତ୍ର ଦରକାର ନାହିଁ ଆମକୁ କଣ ପଇସା ଦେଖଉଛ ଦେଖ ମାମୁଁ ସେମିତି ଚୋରଙ୍କ ଭଳିଆ ହୁଅନି ଜମା ଜମା ଚୋରଙ୍କ ଭଳିଆ ହୁଅନି ହେଲା ସମାଜର ମଙ୍ଗଳ କେମିତି ହବ ସେ କଥା ଚିନ୍ତା କର ଆମେ ମନା କରୁଛୁ ମାନେ ଏଠି ଦାଦା ତମେ ମୁଣ୍ଡ ପୁରାନି କହୁଛି ଆମେ ଗରମ ହଉ ମାନେ ଅଲଗା ପ୍ରକାର ଛୁଆ ତ ଯାହା ନଷ୍ଟ ହେଇଗଲେଣି ନଷ୍ଟ ହେଇଗଲେଣି ଟଙ୍କା 2,000 ନେଇକି ନାଇଁ 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 ଆମକୁ 2 ଲକ୍ଷ ଦେଲେ ବି ଆମେ ହଁ କହିପାରିବୁନି କାଲି ସବୁ ଛୁଆ ସ୍ତ୍ରୀ ଲୋକ ସମେତ ଆସିବେ ଏଠି ବସିବେ ତମର କେମିତି ଶୁଭ ଦିଆ ହବ କଣ ହବ ଆମେ ଦେଖିବୁ ତମେ ଭାଇ ଏଇ ମାସ ତଳେ ଆମକୁ କହୁଛ ତମେ ରତନାକୁ ନେଇକି ମଦ ପିଇବା ଶିଖେଇଦେଲ ତମେ ଯା ତମେ କୋଉ ହିସାବରେ ତମର କେମିତି ତମ ଚିନ୍ତାଧାରା କେମିତି ଆମେ ସେୟା ଭାବୁ ଏତେ ଛୋଟ ଚିନ୍ତାଧାରା ପଇସା ପାଇଁକା ତମେ ସେମିତି ଘରେ ସେମିତି ଲୁଚେଇ ବିକୁଛ ଆମେ କିଛି କହୁଛୁ ତମେ ଯା ଘରକୁ ଯା ମୁଁ ରାତିରେ ଶୋଇଲା ବେଳେ ଆଜି ଭାବିବି ତାପରେ ଯାଇ ଯୋଉ କଥା ନାଇଁ ଏଠି ହେଇପାରିବନି ତମେ ଏଇଠି କୁହ ନାଇଁ ହବ ନାଇଁ ଆଉ ତମେ ଯାଅ ମୁଁ କାଲି ସକାଳେ କଥାବାର୍ତ୍ତା ହେବି ଛାଡ ଆମେ ଚାଲ ଯିବା କାଲି ସକାଳୁ କିନ୍ତୁ ଆମେ ଏଠି ଆନ୍ଦୋଳନ କରିବୁ ରାସ୍ତା ରୋକ କରିବୁ ତମେ ଯାଅ ତମେ ଖରାପ ଭାବ ଭଲ ଭାବ ଆମେ ବୁଲିଯିବୁ ମାମୁଁ ଦାଦା ପୁତ୍ର ସବୁ ବୁଲିଯିବୁ ଆମେ ଆଉ ତମେ ଯା କିଛି ନ କଲା ଠାରୁ ସିଏ ଆମକୁ ଗୋଟେ ସବୁବେଳେ ଇଏ ସିଏ ତାଙ୍କର ଜାଣନ୍ତୁ ଆମେ ଆମର ଆମ ବିଲରେ ଠିଆ ହେଇଛୁ କୁଟା ଫୁଟା ଆମେ ଗୋଟେ ଭଲ ହବନି ରତନା ଦାଦା କହିଦେଲୁ ଭଲ ହବନି ତମେ ଯାଅ ଯାହା କରିବା କଥା କରିବ ଯାଅ ଆମେ ଆକୁ ଭାବୁଥିଲେ ଭଲ ପିଲାଟା ରତନା ପୁରା ବଦଳ ଡେଲି ଗୋଟେ ଘୁମା ପିଇବେ ସିଏ ରାଜି ହେବେନି ସେଗୁଡାକ ଶୁଣୁ ମୁଁ କହୁଛି ତୁ ବାପା ଗୋଟାଏ କାମ କର ତୁ ନହେଲେ ସେଇ ଷ୍ଟେସନାରୀ ଦୋକାନ କର ହେଲା ଯାହା ପଇସା ବେପାର ହବ କଣ ନାହିଁ ସେ ଦେଖିବା ଇଏ ବା କରେଇ ଦେବେନି ଏଗୁଡା ତୁ ଜମା ଚିହ୍ନିନୁ ରେ ଗୋଡି ବାଲି ପକେଇ ନଷ୍ଟ ହବ ଆମର ସବୁ ନା ଆଉ ପଇସା ଯୋଉ ଇନଭେଷ୍ଟ କରିବା ସେଇ ପଇସାକୁ ସେଇଥିରେ ଇନଭେଷ୍ଟ କରିବା ହେଲା ସେ ଯାହା ହଉଛି ଲାଇସେନ୍ସ ପାଇଁ ଯାହା ଖର୍ଚ୍ଚ ବାର୍ଚ୍ଚ ହେଇଥିଲା କଣ ହେଇଥିଲା ନଷ୍ଟ ପଇସା ସବୁ ନା ଆଉ ହଉ ଦେଖିବା ମୋ ମୁଣ୍ଡରୁ କଣ ବୁଦ୍ଧି କୁଆଡେ ପଳଉଛି ଲାଇସେନ୍ସ କୁ ନହେଲେ ଆଉ କାହାକୁ ଦେଇ ଗୋଟେ ଭଡାରେ ଲଗେଇବ ନାହିଁ ତାହେଲେ ମତେ ବୁକେଇଛି